ଗରୁଡ଼ ଅତି ଗର୍ବରେ କହିଲେ, ହେ ବାନର, ଉଠ, ପ୍ରଭୁ ଶ୍ରୀକୃଷ୍ଣ ତୁମକୁ ଦ୍ୱାରକାକୁ ଡକାଇଛନ୍ତି। ତୁମେ ବହୁତ ଧୀରେ ଚାଲୁଛ, ତେଣୁ ମୋ ପିଠିରେ ବସିଯାଅ, ମୁଁ ତୁମକୁ ନିମିଷକ ମଧ୍ୟରେ ସେଠାରେ ପହଞ୍ଚାଇ ଦେବି। ହନୁମାନ ଧୀରେ ଆଖି ଖୋଲିଲେ ଏବଂ ଗରୁଡ଼ଙ୍କ ଅହଙ୍କାର ବୁଝିପାରିଲେ। ହନୁମାନ ବିନମ୍ରତାର ସହ କହିଲେ, ତୁମେ ଆଗେ ଚାଲ ପକ୍ଷୀରାଜ, ମୁଁ ପଛରେ ପହଞ୍ଚୁଛି। ଗରୁଡ଼ ହସିଲେ ଏବଂ ଭାବିଲେ ଯେ ଏହି ବୃଦ୍ଧ ବାନର କେବେ ହେଲେ ତାଙ୍କ ସହ ସମାନ ହୋଇପାରିବେ ନାହିଁ। ସେ ନିଜର ସମସ୍ତ ଶକ୍ତି ଲଗାଇ ଦ୍ୱାରକା ଆଡ଼କୁ ଅତି ଦ୍ରୁତ ଗତିରେ ଉଡ଼ିଲେ। ଗରୁଡ଼ ଭାବୁଥିଲେ ସେ ପବନଠାରୁ ବି ଅଧିକ ବେଗରେ ଉଡ଼ୁଛନ୍ତି। ସେ ନିଶ୍ଚିତ ଥିଲେ ଯେ ହନୁମାନ ଏବେ ବି ସେହି ପର୍ବତରେ ଥିବେ। କିନ୍ତୁ ସେ ଯେତେବେଳେ ଦ୍ୱାରକାର ପ୍ରବେଶ ଦ୍ୱାରରେ ପହଞ୍ଚିଲେ, ସେ ଯାହା ଦେଖିଲେ ତାହା ଦେଖି ସେ ସ୍ତବ୍ଧ ହୋଇଗଲେ। ଗରୁଡ଼ ଦେଖିଲେ ଯେ ହନୁମାନ ପୂର୍ବରୁ ସେଠାରେ ପହଞ୍ଚି ସାରିଛନ୍ତି ଏବଂ ଶ୍ରୀକୃଷ୍ଣଙ୍କ ପାଦତଳେ ବସିଛନ୍ତି। ହନୁମାନଙ୍କ ମୁହଁରେ କୌଣସି ଥକାପଣ ନଥିଲା। ଏହା ଦେଖି ଗରୁଡ଼ଙ୍କ ମୁଣ୍ଡ ଲଜ୍ଜାରେ ନେଇଗଲା। ସେ ବୁଝିପାରିଲେ ଯେ ହନୁମାନଙ୍କ ବେଗ ତାଙ୍କଠାରୁ ଅନେକ ଗୁଣ ଅଧିକ। ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଚାହିଁ ହସିଲେ ଏବଂ କହିଲେ, ଗରୁଡ଼, ଏହି ସଂସାରରେ କେହି ବି ସର୍ବଶ୍ରେଷ୍ଠ ନୁହେଁ। ଭକ୍ତି ଓ ବିନମ୍ରତା ହିଁ ପ୍ରକୃତ ଶକ୍ତି। ଗରୁଡ଼ ନିଜର ଭୁଲ ବୁଝିପାରିଲେ ଏବଂ ହନୁମାନଙ୍କୁ ପ୍ରଣାମ କଲେ। ସେହି ଦିନଠାରୁ ତାଙ୍କର ଗର୍ବ ସବୁଦିନ ପାଇଁ ଦୂର ହୋଇଗଲା।